प्रत्येकଙ୍କୁ प्रभु जीशु ख्रीष्टଙ୍କ मधुमय नामରେ ପ୍ରେମର ନମସ୍କାର ଜଣାଏ। ନମସ୍କାର। ଆଜି ଆମେ ଗୋଟିଏ ବିଷୟ ଆଲୋଚନା କରିବା, ତାହା ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁ ଭୋଗ କରି ସେ ପୁନର୍ବାର ଉଠିଛନ୍ତି କି ନାହିଁ। ଆଜି ମଧ୍ୟ ଅନେକ ଅଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସାଧାରଣ ମନୁଷ୍ୟ ଆଉ ମହାପୁରୁଷ, ସେ ମରିଗଲେ ଆଉ ସେ ଉଠି ନାହାନ୍ତି, ଏମିତି ଆଜି ମଧ୍ୟ ଅନେକ ବିଶ୍ୱାସ କରନ୍ତି, ଆଜି ମଧ୍ୟ କୁହନ୍ତି। ଆଉ ସେହି କାଳରେ ମଧ୍ୟ ଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ମଧ୍ୟ ଆମେ ସମସ୍ତେ ଜାଣୁ ଯେ ଏମିତି ଅନେକ ଲୋକମାନେ ତ ନୁହେଁ, ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ହିଁ ଜଣେ କହୁଥିଲେ ଯେ ମୁଁ କି ପ୍ରକାର ବିଶ୍ୱାସ କରିବି ସେ ମରିକି ସେ ଉଠିଛନ୍ତି ବୋଲି। ସେ ତ ମରିଗଲେ, ସେ ଉଠି ନାହାନ୍ତି ବୋଲି ବିଶ୍ୱାସ କରୁନାହାନ୍ତି। ଆମେ ତାହାଙ୍କୁ ସମସ୍ତେ ଜାଣୁ, ତାହାଙ୍କ ନାମ ଥୋମା ଅଟେ, ଯାହାଙ୍କୁ ଦିଦୁମ ବୋଲି କୁହନ୍ତି। ସେହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟ ପୁନର୍ବାର ମରିକି ଉଠିଛନ୍ତି ତାହା ବିଶ୍ୱାସ କରୁନଥିଲେ। ଯେତେବେଳେ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ସେ ଯୀଶୁ ଦର୍ଶନ ଦେଇଥିଲେ, ସେ ମୃତ୍ୟୁ ଭୋଗ କଲେ, ମୃତ୍ୟୁ ଭୋଗ କଲା ପରେ ସେ ସପ୍ତମ ଦିନରେ ତାଙ୍କର ଶିଷ୍ୟମାନଙ୍କ ଜମା ହେଇଥିଲେ, ସେ ମଧ୍ୟସ୍ଥଳରେ ଠିଆ କହିଥିଲେ ସମସ୍ତଙ୍କ ମଧ୍ୟରେ ଶାନ୍ତି ହେଉ। ସେହି ବିଷୟ ଥୋମାଙ୍କୁ କୁହାଗଲା ଯେ ଯୀଶୁଙ୍କୁ ଆମେ ଦେଖିଛୁ, ଦର୍ଶନ ପାଇଛୁ, କିନ୍ତୁ ସେତେବେଳେ ଥୋମା ମଧ୍ୟ ବିଶ୍ୱାସ କରୁନଥିଲେ। ସେତେବେଳେ ଥୋମାଙ୍କୁ ମଧ୍ୟ ଯେତେବେଳେ ସପ୍ତମ ଦିନରେ ଅଷ୍ଟମ ଦିନରେ ପୁନର୍ବାର ଶିଷ୍ୟମାନେ ଗୋଟିଏ ଜାଗାରେ ଥିଲେ, ସେତେବେଳେ ପୁନର୍ବାର ସେ ଥୋମା ମଧ୍ୟ ସେମାନଙ୍କ ସହିତ ଥିଲେ। ସେହି ଦିନ ପୁନର୍ବାର ଯୀଶୁ କ'ଣ କଲେ, ଆଉ ସମସ୍ତଙ୍କ ମଧ୍ୟରେ ଠିଆ କହିଲେ ତୁମମାନଙ୍କ ମଧ୍ୟରେ ଶାନ୍ତି ହେଉ। ଆଉ ଆପଣମାନେ ଯଦି ଦେଖିବେ ଯୋହନ ପୁସ୍ତକ 20 ଅଧ୍ୟାୟ ତାର 26 ପଦ ଠାରୁ ପାଠ କରିବେ, ସେଥିରେ ଲେଖାଯାଏ ଯେ ଥୋମାକୁ ଯୀଶୁ କହୁଛନ୍ତି, ଥୋମା ତୁମେ କାହିଁକି ଅବିଶ୍ୱାସୀ ହେଉଛ? ତୁମେ ଯଦି ବିଶ୍ୱାସ କରୁନ, ମୋ ହାତରେ ତୁମେ ଆଙ୍ଗୁଠି ଗୋଳେଇକି ଦେଖ, ଆଉ ମୋର ପାଦ ଦେଖ, ଏସବୁ ବିଷୟ ସେ ପ୍ରମାଣ ଦେଖେଇଲେ। ମୁଁ ବିଶେଷ କିଛି କହୁନାହିଁ, ଏ ବିଷୟରେ ଅନେକ ବିଷୟ ଶିଖିବାର ଅଛି, କିନ୍ତୁ ଆଜି ବିଷୟ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ କରିଛନ୍ତି କି ନାହିଁ। କାରଣ ଆଜି ଅନେକ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମରିଗଲେ, ସେ ଆଉ ଉଠି ନାହାନ୍ତି, ସେ ସାଧାରଣ ମନୁଷ୍ୟ ଥିଲେ, ଆଉ ସେ ମରିଯିବା ଲୋକ ଆଉ କି ପ୍ରକାର ଉଠିବେ, ତାହା ଅନେକ ଲୋକମାନେ ବିଶ୍ୱାସ କରୁନାହାନ୍ତି। ଯେମିତି ପୁରା କାଳରେ ଅର୍ଥାତ୍ ଯୀଶୁଙ୍କ ସମୟରେ ମଧ୍ୟ ଲୋକମାନେ କହୁଥିଲେ, ଆଜି ମଧ୍ୟ ସେମିତି ଲୋକମାନେ ଅଛନ୍ତି। ସେଥିପାଇଁ ମୁଁ ବିଶେଷ କିଛି କହିବା ପାଇଁ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଆସିନାହିଁ। ଆଜି ଏତିକି ବାସ୍ ମୁଁ କହିବି ବା ଦେଖେଇବି, ଯୀଶୁ ଉଠିଛନ୍ତି, କିଏ କିଏ ଦେଖିଛନ୍ତି, ସେ ସତରେ ଉଠିଛନ୍ତି କି, ଜଣେ ଦେଖିଛନ୍ତି କି, ନା 2 ଜଣ ଦେଖିଛନ୍ତି, ନା କେତେ ଜଣ ଦେଖିଛନ୍ତି, ସେହି ବିଷୟ ପ୍ରମାଣ ଆମେ ଦେଖିବା। ଏହି ସ୍ଥାନରେ ଆମେ ଦେଖିଲୁ ଯେ ଥୋମା ମଧ୍ୟ ଦେଉଛନ୍ତି ଯେ ସେ ଉଠିଛନ୍ତି, କାରଣ ଯେତେବେଳେ ସେ ଦେଖିଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କ ସମ୍ମୁଖରେ ଆସୁଛନ୍ତି ଆଉ କହୁଛନ୍ତି ଯେ ତମେ ଦେଖ, ସେତେବେଳେ ଥୋମା ବିଶ୍ୱାସ କଲେ ମୋହର ପ୍ରଭୁ, ମୋହର ଈଶ୍ୱର ବୋଲି ସେ ପ୍ରକାଶ କରୁଛନ୍ତି ଆଉ ସ୍ୱୀକାର କରୁଛନ୍ତି। ଯେତେବେଳେ ଆମେ ଦେଖୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁ ଭୋଗ କଲେ, ସେ ପୁନର୍ବାର ଉଠି ଅଛନ୍ତି। ଆପଣମାନେ ମଧ୍ୟ ବିଶ୍ୱାସ କରନ୍ତୁ, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସାଧାରଣ ମନୁଷ୍ୟ ନଥିଲେ, ସେ ସ୍ୱୟଂ ଈଶ୍ୱର ଥିଲେ, ଆଉ ସେ ଯିଏକି ସୃଷ୍ଟିକର୍ତ୍ତା, ସେ ହିଁ ଈଶ୍ୱର, ଆଉ ସେ ମୃତ୍ୟୁ ଭୋଗ କଲା ପରେ ସେ ପୁନର୍ବାର ଉଠିଛନ୍ତି। ତେଣୁ ଆଜି ଆମେ ଦେଖିବା ସତରେ ସେ ଉଠିଛନ୍ତି କି, କିଏ କିଏ ଦେଖିଛନ୍ତି, ସେ ବିଷୟ ଆମେ ଦେଖିବା। ମୋ ସହିତ ଆପଣମାନେ ମଧ୍ୟ ବାଇବଲ ଖୋଲନ୍ତୁ। ପ୍ରଥମ କରନ୍ତି 15 ଅଧ୍ୟାୟକୁ ଆମେ ଯିବା। ସେହି ସ୍ଥାନରେ ପାଉଲ କରନ୍ତୀୟ ମଣ୍ଡଳୀର ଲୋକମାନଙ୍କୁ ମଧ୍ୟ କହୁଥିଲେ। ସେହି କରନ୍ତୀୟ ମଣ୍ଡଳୀ ଲୋକମାନେ ମଧ୍ୟ ବିଶ୍ୱାସ କରୁନଥିଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମରିଗଲେ, ସେ ଆଉ ଉଠି ନାହାନ୍ତି, ପୁନରୁତ୍ଥାନ ଆଉ ନାହିଁ ବୋଲି ସେମାନେ ବିଶ୍ୱାସ କରୁଛନ୍ତି। କିନ୍ତୁ ଆମେ ମଧ୍ୟ ଆଜି ମଧ୍ୟ କହୁ ଯେ ପୁନରୁତ୍ଥାନ ଆଉ ନାହିଁ। ଜଣେ ବ୍ୟକ୍ତି ମରିଗଲା ମାନେ ମରିଗଲା। ଏହା ପୁନରୁତ୍ଥାନ ବିଷୟରେ ଲେଖାଯାଏ ପ୍ରଥମ କରନ୍ତୀୟ 15 ଅଧ୍ୟାୟରେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମଧ୍ୟ ସେମାନେ କହୁଥିଲେ ଯେ ସେ ମରିକି ଆଉ ଉଠି ନାହାନ୍ତି। ତେଣୁ ପାଉଲ ପ୍ରମାଣ କରୁଛନ୍ତି ଯେ ତାଙ୍କୁ କିଏ କିଏ ଦେଖିଛନ୍ତି ଆଉ କେତେ ଜଣ ଦେଖିଛନ୍ତି। ତାକୁ ଜଣେ ଦେଖିଛନ୍ତି, ନା 2 ଜଣ, ନା 3 ଜଣ, ନା 5 ଜଣ, ନା 10 ଜଣ, ନା 100 ଜଣ, କେତେ ଜଣ ତାଙ୍କୁ ଦେଖିଛନ୍ତି ଯେ ଆମେ ବିଶ୍ୱାସ କରିବୁ ସେ ମୃତ୍ୟୁ ଭୋଗ କରି ସେ ପୁନର୍ବାର ଉଠିଛନ୍ତି। ତେଣୁ ଆସନ୍ତୁ ପ୍ରିୟମାନେ, ମୋ ସହିତ ଆପଣମାନେ ମଧ୍ୟ ଖୋଲନ୍ତୁ ପ୍ରଥମ କରନ୍ତୀୟ 15 ଅଧ୍ୟାୟ 3 ପଦ ଠାରୁ ଆମେ ପାଠ କରିବା, ତାହେଲେ ଗୋଟେ ଗୋଟେ ବିଷୟ ଆମେ ଜାଣିବା।
3 ପଦରେ ଏ ପ୍ରକାର ଲେଖା ଅଛି। ଦେଖନ୍ତୁ ପାଉଲ କହୁଛନ୍ତି, କାରଣ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ। ଶାସ୍ତ୍ର ଅନୁସାରେ କହିଲେ ଆମେ ଜାଣୁ ଯେ ଯିଶାୟା ପୁସ୍ତକ 53 ଅଧ୍ୟାୟରେ ଲେଖାଯାଏ ନା ସେ ଆପଣାର ଲୋକମାନଙ୍କର ସମସ୍ତ ପାପ ନିଜ କାନ୍ଧରେ ନେବେ, ସେ ମୃତ୍ୟୁ ଭୋଗ କରିବେ। ସେହି ସ୍ଥାନରେ ଲେଖାଯାଏ ମୋ ପାପ ପାଇଁ ସେ ମୃତ୍ୟୁ ଭୋଗ କଲେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ଆସିଲେ ସେ ମଧ୍ୟ ଏମିତି ଆସିନାହାନ୍ତି। ସେ ଆସିବେ ପୂର୍ବରୁ କୁହାଯାଇଥିଲା, ଭାବବାଣୀ କରାଯାଇଥିଲା। ଆଉ ସେ ମୃତ୍ୟୁ ଭୋଗ କରିବେ ତାହା ମଧ୍ୟ ଭାବବାଣୀ କରାଯାଇଥିଲା। ଅର୍ଥାତ୍ ଏହି ଧର୍ମଶାସ୍ତ୍ରରେ ଲିଖିତ ସବୁ ବିଷୟ ଅଛି। ମୁଁ ସବୁ ବିଷୟ ଦେଖିବା ପାଇଁ ଇଚ୍ଛା କରୁନାହିଁ, କାରଣ ଆଜି ଆମମାନଙ୍କର ବିଷୟବସ୍ତୁ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁ ଭୋଗ କରି ସେ ଉଠିଛନ୍ତି କି ନାହିଁ ତାହା ଆମମାନେ ଦେଖୁଛୁ। ଏହି ସ୍ଥାନରେ ଶାସ୍ତ୍ର ଅନୁସାରେ ସେ ଆମମାନଙ୍କର ପାପ ନିମନ୍ତେ ସେ ମୃତ୍ୟୁ ଭୋଗ କରିଛନ୍ତି। 4 ପଦ ଆପଣମାନେ ଦେଖନ୍ତୁ, ସମାଧି ପ୍ରାପ୍ତ ହେଲେ ଶାସ୍ତ୍ର ଅନୁସାରେ, ତୃତୀୟ ଦିବସରେ ଉତ୍ଥିତ ହେଲେ। ଦେଖନ୍ତୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେ ଶାସ୍ତ୍ର ଅନୁସାରେ ମୃତ୍ୟୁ ଭୋଗ କଲେ ଏବଂ ଶାସ୍ତ୍ର ଅନୁସାରେ ସେ ପୁନରୁତ୍ଥାନ ମଧ୍ୟ କରିଛନ୍ତି। ତେବେ ପୁନରୁତ୍ଥାନ କରିଛନ୍ତି, ଏହା ହେଉଛି ଆମମାନଙ୍କର ଆଜି ବିଷୟବସ୍ତୁ। ପୁନରୁତ୍ଥାନ ସେ କରିଛନ୍ତି କି? ଆଜି ଅନେକ ଲୋକମାନେ ଅଛନ୍ତି ତାହାକୁ ବିଶ୍ୱାସ କରିନାହାନ୍ତି ବା କରୁନାହାନ୍ତି ମଧ୍ୟ। ସେ ପୁନରୁତ୍ଥାନ କରିନାହାନ୍ତି। ସେ ଯୀଶୁ ଖ୍ରୀଷ୍ଟ ସେ ମଣିଷ ଥିଲେ, ସେ କି ପ୍ରକାର ଭାବରେ ପୁନରୁତ୍ଥାନ କରିବେ। ଆଜି ଅନେକ ଲୋକମାନେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତି ନାହିଁ, ବିଶ୍ୱାସ କରନ୍ତି ନାହିଁ, ସେହିମାନେ କୁହନ୍ତି ଆଜି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁ ଭୋଗ କରିଛନ୍ତି ଆଉ ପୁନରୁତ୍ଥାନ କରିନାହାନ୍ତି ବୋଲି। କିନ୍ତୁ ଏହି ସ୍ଥାନରେ ଆମେ ଦେଖୁଛୁ ଯେ ଶାସ୍ତ୍ର ଆମମାନଙ୍କୁ କୁହେ ସେ ମୃତ୍ୟୁ ଭୋଗ କରିଛନ୍ତି, ସତ କଥା, ଆଉ ଉଠିଛନ୍ତି ମଧ୍ୟ, ତାହା ମଧ୍ୟ ସତ୍ୟ ଅଟେ। ତେବେ ଆସନ୍ତୁ ଆମେ ତଳକୁ ଦେଖିବା। ପ୍ରଥମରେ ସେ କେଫାଙ୍କୁ ଦର୍ଶନ ଦେଲେ, ଜଣକୁ ଯାହାକୁ ପିତର ଦେଖିଛନ୍ତି, ଦର୍ଶନ କରିଛନ୍ତି। ସେ ତାଙ୍କୁ ଦର୍ଶନ ଦେଲେ। ଜଣେ ଦେଖିଲେ ତ ବିଶ୍ୱାସ ନାହିଁ, କାରଣ ସେ ଆମମାନଙ୍କୁ ମିଥ୍ୟା କଥା ମଧ୍ୟ କହିପାରନ୍ତି। ଜଣେ ଦେଖିଥିଲେ ହେବ ନାହିଁ, କାରଣ ଜଣେ ତ ଇଆଡ଼ୁ ସିଆଡ଼ୁ କହିକି ମଧ୍ୟ ସେ ଉଠିଛନ୍ତି ବୋଲି ମଧ୍ୟ କହିଦେବେ। କିନ୍ତୁ ଏହି ସ୍ଥାନରେ ଆମେ ଦେଖୁଛୁ ଆଉ ତାହାପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ। କେତେ ଜଣକୁ? ନା ଆଉ ଦ୍ୱାଦଶଙ୍କୁ, ଅର୍ଥାତ୍ ଆଉ 12 ଜଣଙ୍କୁ ମଧ୍ୟ ସେ ଦର୍ଶନ ଦେଲେ। ଜଣେ ଦେଖିଲେ ସେଟା ଠିକ୍ ନାହିଁ, ଆଉ 12 ଜଣ ମଧ୍ୟ ଦେଖିଛନ୍ତି, ସେମାନଙ୍କୁ ମଧ୍ୟ ସେ ଦର୍ଶନ ଦେଇଛନ୍ତି। ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ମୃତ୍ୟୁରୁ ଉଠିଛନ୍ତି ତାହା ସେ ପ୍ରମାଣ କରୁଛନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଶ୍ଚିତ ଉଠିଛନ୍ତି। ଆଉ ଆମମାନଙ୍କର ଏହି ପ୍ରଥମ କରନ୍ଥୀୟର 15 ଅଧ୍ୟାୟ ଅନୁସାରେ ଆମେ ଦେଖିବା, ପାଉଲ କହୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁ ଭୋଗ କଲେ ଆଉ ପୁନରୁତ୍ଥାନ ମଧ୍ୟ କରିଛନ୍ତି। ତେବେ ମନୁଷ୍ୟମାନଙ୍କର ମଧ୍ୟ, ଅର୍ଥାତ୍ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିବେ, ସେମାନଙ୍କର ନିଶ୍ଚିତ ପୁନରୁତ୍ଥାନ ହେବ। ଏହି ବିଷୟ ପାଉଲ କହୁଛନ୍ତି। ପୁନର୍ବାର ଦେଖିବା। ଏଠାରେ ଏକାଥରେ 500 ଠାରୁ ଅଧିକ ଭାଇମାନଙ୍କୁ ଦର୍ଶନ ଦେଲେ। ଅର୍ଥାତ୍ ଜଣେ ଦେଖିଲେ, 12 ଜଣ ଦେଖିଲେ, ଆଉ 500 ଠାରୁ ମଧ୍ୟ ଅଧିକ ଲୋକମାନେ ତାଙ୍କୁ ଦେଖିଛନ୍ତି। ଅର୍ଥାତ୍ ମୃତ୍ୟୁ ଭୋଗ କରି ସେ ପୁନରୁତ୍ଥାନ କରିଥିବାର ସେ ଲୋକମାନେ ସମସ୍ତେ ତାହାକୁ ଦର୍ଶନ ପାଇଛନ୍ତି। ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ସେ ଉଠିଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହା କାହିଁକି ପାଉଲ କହୁଛନ୍ତି? ନା କରନ୍ଥୀୟ ମଣ୍ଡଳୀର ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁନାହାନ୍ତି ଯେ ସେ ମୃତ୍ୟୁରୁ ଉଠିଛନ୍ତି। କିନ୍ତୁ ଆଜି ମଧ୍ୟ ଅନେକ ଲୋକମାନେ ଅଛନ୍ତି ଯେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ ଯେ ସେ ଈଶ୍ୱର, ସେ ନିଜେ ଈଶ୍ୱରଙ୍କର ପୁତ୍ର ଏବଂ ନିଜେ ଈଶ୍ୱର ଥିଲେ, ମୃତ୍ୟୁ ଭୋଗ କଲେ ଆଉ ସେ ପୁନରୁତ୍ଥାନ କରିଛନ୍ତି। ଆଉ ଆପଣମାନେ ଯଦି ବିଶ୍ୱାସ କରିବେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ଅନ୍ତରରେ ଗ୍ରହଣ କରିବେ, ତେବେ ଆପଣମାନେ ମଧ୍ୟ ନିଶ୍ଚିତ ପୁନରୁତ୍ଥାନ ହେବେ। ସେହି ବିଷୟ ପାଉଲ କହୁଥିଲେ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ଦେଖିଲୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
ସେ ଶାସ୍ତ୍ର ଅନୁସାରେ ପୃଥିବୀକୁ ଆସିଲେ, ଶାସ୍ତ୍ର ଅନୁସାରେ ମୃତ୍ୟୁଭୋଗ କଲେ, ଶାସ୍ତ୍ର ଅନୁସାରେ ସେ ପୁନର୍ବାର ତୃତୀୟ ଦିନରେ ସେ ପୁନରୁତ୍ଥାନ କରିଛନ୍ତି। ଆଉ ସେ କହିଛନ୍ତି, ଦେଖ ମୁଁ ଯାଉଅଛି, ପୁନର୍ବାର ଆସିବି। ସେ କହିଛନ୍ତି ସେ ପୁନର୍ବାର ଆସୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଏତିକି ବିଷୟ ମୁଁ ଆପଣମାନଙ୍କ ସମ୍ମୁଖରେ ରଖୁଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ମୃତ୍ୟୁରୁ ପୁନରୁତ୍ଥାନ କରିଛନ୍ତି। କାରଣ ମୃତ୍ୟୁ ତାହାକୁ ବାନ୍ଧି ପାରେ ନାହିଁ, ମୃତ୍ୟୁ ତାହାକୁ ରଖିପାରେ ନାହିଁ। ମୃତ୍ୟୁରୁ ସେ ଜୟ ହୋଇଥିବା ଈଶ୍ୱର ଅଟନ୍ତି। କାରଣ ସେ ମନୁଷ୍ୟ ନୁହନ୍ତି, ସେ ସ୍ୱୟଂ ଈଶ୍ୱର, ଯିଏକି ନିଜେ ସୃଷ୍ଟିକର୍ତ୍ତା ଅଟନ୍ତି। ସେ ମୃତ୍ୟୁକୁ ଜୟ କରିଛନ୍ତି। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବେ, ସେ ନିଶ୍ଚିତ ମୃତ୍ୟୁକୁ ଜୟ କରିବେ। ଆଜି ଅନେକ ଲୋକମାନେ ଅଛନ୍ତି ଏ ପ୍ରକାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିନାହାନ୍ତି ବା ଜାଣିନାହାନ୍ତି। ସେମାନେ କହୁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ଉଠି ନାହାନ୍ତି। ଆଉ ଯିଏ ପ୍ରଭୁ ଯୀଶୁଖ୍ରୀଷ୍ଟ ମରିକି ଉଠି ନାହାନ୍ତି, ତାହାଙ୍କଠାରେ ଆପଣମାନେ ବିଶ୍ୱାସ କରୁଛନ୍ତି ସେ ମଣିଷ ଥିଲେ, ସେ ଆଉ ଅନ୍ୟ ଦେବତାଙ୍କର ସେ ସେବା କରୁଥିଲେ, ସେ ସାଧାରଣ ମନୁଷ୍ୟ ଥିଲେ, ଏମିତି ମଧ୍ୟ ଅନେକ ଲୋକମାନେ କୁହନ୍ତି। କିନ୍ତୁ ସେମିତି କେବେ ହେଇପାରିବ ନାହିଁ ପ୍ରିୟମାନେ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ନିଜେ ଈଶ୍ୱର ଥିଲେ, ସେ ନିଜେ ସୃଷ୍ଟିକର୍ତ୍ତା ଥିଲେ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ମୃତ୍ୟୁରୁ ପୁନରୁତ୍ଥାନ କରିଛନ୍ତି, ଏ ବିଷୟ ଆମେ ସମସ୍ତେ ବିଶ୍ୱାସ କରିବା। ଏ ଅଳ୍ପ ଆଲୋଚନାରେ ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।